ଭାଇ ଏମିତି ଆମେ ହଜିଯିବୁ ବୋଲିକା କେବେ ମୁଁ ଏକ୍ସପେକ୍ଟ କରିନଥିଲି, କେବେ ବି ଏମିତି ଭାବିନଥିଲି। ତ ଆଗକୁ ଦେଖନ୍ତୁ ଆପଣମାନେ ସବୁ କିଛି ଜାଣିପାରିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ କେଦାର ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ଛୋଟିଆ ବ୍ଲଗ୍‌ରେ। ଦେଖନ୍ତୁ ସକାଳୁ ସକାଳୁ ଆମ ଗାଁରେ କେତେ ସାରା ମାଛ ଗଦିଆ ହେଇକି ବିକ୍ରି କରାଯାଉଛି। ଦେଖନ୍ତୁ ବାଗଦା ମାଛ, ଆଉ ଏଇ ଦେଖନ୍ତୁ ଇଲିଶ, କେକଣ୍ଡା, ଆଉ ବରଫ କାନିଆ, ଆଉ ପାତୁଆ, ଆଉ ସିଙ୍ଗଡ଼ା। ତ ଆଜି ଟୁରିଷ୍ଟ ବୁଲିବାକୁ ଆସିଛନ୍ତି ବହୁତ ଦୂରରୁ ପକ୍ଷୀ ଅଭୟାରଣ୍ୟକୁ ଦେଖିବା ପାଇଁ। ତ ଭିଡ଼ିଓ ଦେଖିକି ତାଙ୍କୁ ଭଲ ଲାଗିଥିଲା, ସେଥିପାଇଁ ସେମାନେ ଆସିଥିଲେ ପକ୍ଷୀ ଅଭୟାରଣ୍ୟ ଦେଖିବା ପାଇଁ। ଦେଖନ୍ତୁ ବହୁତ ସାରା ଲୋକ ବି ଯାଉଛନ୍ତି, ଆଉ ଦେଖନ୍ତୁ ଚଢ଼େଇ ବି ବହୁତ ଯାଉଛନ୍ତି। ତ ଏଠି ବହୁତ ବଡ଼ ବଡ଼ ଲେନ୍ସ ଲଗାଇଛନ୍ତି। କ୍ୟାମେରାମ୍ୟାନ୍ ଦେଖନ୍ତୁ କେଡ଼େ କେଡ଼େ ଅଛନ୍ତି। ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ପ୍ରାୟତଃ କରିବାକୁ ଆସିଛନ୍ତି। ପ୍ରାୟତଃ ଫରେନ୍ ଲୋକମାନେ ବହୁତ ଏଠିକି ଆସିଥାନ୍ତି ଏଠିକାର ପକ୍ଷୀ ଆଉ ସୌନ୍ଦର୍ଯ୍ୟ ଦେଖିବା ପାଇଁ। ଆମ ଗାଁ ପାଖରେ ତ ଥାଏ ନା, ମଙ୍ଗଳାଯୋଡ଼ିଠୁ ଯେତିକି ବାଟ ଆମ ଗାଁରୁ ବି ସେତିକି ବାଟ ହେବ। ତ ସେଇ ମଙ୍ଗଳାଯୋଡ଼ିଠି ଗୋଟେ ନାଳରେ ମୁଁ ଯେତେବେଳେ ଜାଲଟା ପକେଇଲି ଦେଖିବା କ'ଣ ମାଛ ଅଛି ଦେଖିବା ପାଇଁ, ତ ଗୋଟେ ଛୋଟିଆ କଣ୍ଟିଆଟେ ଆସିଯାଇଥିଲା ଆମ ଜାଲରେ। ଦେଖନ୍ତୁ ମୁଁ ତାକୁ ଛଡ଼େଇ ଦେଲି, ଚିଙ୍ଗିଡ଼ି କଣ୍ଟିଆଟା ହେଇଛି। ବାସ୍ ବଡ଼ ମାଛଟା ହେଇଥାନ୍ତା ହେଲେ ଶଉଳଟେ। ଓ ନୋ ୟାର। ତ ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟ ବୁଲା ସାରିକି ଆମେ ଏବେ ଯାଉଥିଲୁ କାଙ୍କଣ ଶିକାରି ସର୍ଟକଟ୍ ନେଇକି, କିନ୍ତୁ ଆମେ ଫସିଗଲୁ। ମୁଁ ତ ଭାବିଥିଲି ସର୍ଟକଟ୍ ନେଇକି ଶୀଘ୍ର ଯିବାରି, ବେଳ ଗଲାଣି, କାଙ୍କଣ ଶିକାରି ପହଞ୍ଚିଯିବା, ଜଗନ୍ନାଥ ଦର୍ଶନ କରି। କିନ୍ତୁ ମଙ୍ଗଳାଯୋଡ଼ି ରାସ୍ତା ଏତେ ଜାମ୍ ଥିବ ବୋଲି ଆମେ ଜାଣିନଥିଲୁ। ଆମ ବଡ଼ ଡଙ୍ଗାକୁ ସେଥିରେ ପଶିକି ଯାଇ ହିଁ ପାରିଲାନି। ସେଥିପାଇଁ ଆମେ ପଛକୁ ଫେରିକି ପୁଣି ଥରେ ଆମ ଗାଁ ପଟେ ପଳେଇ ଆସିଲୁ। ତ ଠିକ୍ ସେତିକିବେଳେ ଆମ ମେସିନ୍‌ରେ ଜାଲ ଲାଗିଗଲା। ତ ରିତୁଜୀ ସେ ଜାଲକୁ କାଟିକି ମେସିନ୍ ମାରିଲେ, ଆଉ ସେ ଭାଇ ଜଣକ ବି ଆମକୁ ଟିକେ ସାହାଯ୍ୟ କରିକି ଗାତ ବୁହାଇ ଦେଲେ। ତମେ ଯୁଆଡ଼େ ଯାଇଥିଲ ଲାଇଫ୍‌ରେ କିଏ ଦେଖିପାରିନି ସେ ଜାଗା। ଆମେ ଜେଟିପେଣ୍ଟକୁ ଆସିକି ଆମ ଭାଇ ଜଣଙ୍କଠୁ ବଡ଼ ବଡ଼ ବାଗଦା ଚିକେରି ତାଙ୍କ ପାଇଁ କିଣିକି ନେଲେ। ଦେଖନ୍ତୁ ସେ ଭଲସେ ବାନ୍ଧିକି ତାଙ୍କୁ ବରଫ ଆଇସ୍ ପୁରେଇକି ଦେଇଦେଲେ। ତ ଆମେ ଆଜି ଆସିଥିଲୁ ରିତୁଜିର ମୋର। ସେଇଠୁ ଆମ ଗାଁ ରାସ୍ତା, ଭଲ ରାସ୍ତା ଦେଇକି ଆମେ ବର୍ତ୍ତମାନ ବାହାର ଚିଲିକାକୁ ଆସିଲେ। କାଙ୍କଣ ଶିକାରି ତ ଯିବାକୁ ଆଜି ସମୟ ମିଳିଲାନି, କିନ୍ତୁ ମୋ ମନ ଦୁଃଖ। ଆଉ ଦେଖିବା ସେ କ'ଣ କହୁଛନ୍ତି। ହଉ କୁହନ୍ତୁ, ଆପଣଙ୍କୁ ଯଦି କ'ଣ ଲାଗିଲା ତ ଆପଣ ଆସିକି ଆମ ଚିଲିକାକୁ ଦେଖିବାକୁ ବୁଲିକି କ'ଣ? ଚିଲିକା ବହୁତ ଭଲ ଲାଗିଲା, ପ୍ରାକୃତିକ ସୁନ୍ଦର ଦେଖିକି। ଆଉ କେଦାର ଭାଇଙ୍କ ସପୋର୍ଟରେ ବହୁତ ଭଲ ଲାଗିଲା। ଆପଣମାନେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି, କେଦାର ଭାଇଙ୍କ ନମ୍ବର ଅଛି, ଆସିପାରିବେ। ବହୁତ ବୁଲିଲୁ, ଭଲ ଲାଗିଲା। ନଳବଣ ଯାଇଥିଲୁ, ନଳବଣରେ ଲାଖିକି ରହିଗଲୁ ଘଣ୍ଟାଟେ, କୋଉଠି ବାଟ ପାଇଲୁନୁ, ପୁଣି ରିଟର୍ନ କଲୁ ଯୋଉ ରାସ୍ତାରେ ଯାଇଥିଲୁ ସେଇ ରାସ୍ତାରେ। ବହୁତ ବହୁତ ଧନ୍ୟବାଦ କେଦାର ଭାଇଙ୍କୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବର୍ତ୍ତମାନ ସିଏ ଏବେ ତାଙ୍କ ଗାଁକୁ କହିଲେ ନେକ୍ସଟ ଟାଇମ୍ ଆସିଲେ ନିହାତି କାଙ୍କଣ ଶିକାରି ଯିବା। ତ ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ ନିହାତି କରିବେ। ରହୁଛି, ଜୟ ଜଗନ୍ନାଥ।